ବୟସ ମାତ୍ର 37, କିନ୍ତୁ 17 ବର୍ଷର ପୁଅ ଥାଇ ମନରେ ଆସୁଥିଲା ଦେହର ଭୋକ। କିନ୍ତୁ ସ୍ୱାମୀର ବୟସ ଥିଲା 42, କିନ୍ତୁ ସ୍ୱାମୀର 42 ବର୍ଷିଆ ଉତ୍ତାପ କମାଇ ପାରୁନଥିଲା ଏହି 35 ବର୍ଷୀୟ ସ୍ତ୍ରୀ ବବିତାର ଦେହର ଭୋକ। ଏହାପରେ ସ୍ତ୍ରୀ ଖୋଜୁଥିଲା ନିଜର ଭୋକ ମେଣ୍ଟାଇବାକୁ ରସିକ ପୁରୁଷ ବନ୍ଧୁ। କିନ୍ତୁ ଏହି ପୁରୁଷ ବନ୍ଧୁ ଖୋଜୁ ଖୋଜୁ ପାଇଥିଲା ଗୋଟେ 52 ବର୍ଷୀୟ ଅଧବୁଢ଼ା ଆଲୋକ ବିଶ୍ୱାଳ ଓରଫ କାଳିଆକୁ। କାରଣ କାଳିଆ 2024 ମସିହାରେ ନିଜ ସ୍ତ୍ରୀ ଝୁନିଲତା ଜେନାକୁ ମାରି ଗଛରେ ଟଙ୍ଗାଇ ଆତ୍ମହତ୍ୟାର ରୂପ ଦେଇଥିଲା, ଯେଉଁଥିପାଇଁ ସ୍ତ୍ରୀ ସୁଖରୁ ବଞ୍ଚିତ ହୋଇ ରହିଥିଲା କାଳିଆ। ଏହି କାଳିଆର ଘର ଥିଲା ଜଗତସିଂହପୁର ଜିଲ୍ଲା ବାଲିଗୁଡ଼ା ଥାନା ବାହାରଣା ପଞ୍ଚାୟତ ସୋଗଲ ଗ୍ରାମରେ। ଆଉ ସୋଗଲରୁ ମାତ୍ର 1 କିଲୋମିଟର ଦୂରରେ ତଳକୁସୁମା ବାଲିପାଟଣା ଗାଁ ଥିଲା। ସେହି ସ୍ୱାମୀ ହତ୍ୟାକାରୀ ବବିତା ସ୍ୱାଇଁ, ଯିଏ ବର୍ତ୍ତମାନ ଆଳିପିଙ୍ଗଳ ଜେଲ୍ ଭିତରେ। ଏହାପରେ ସେହି ଦିନଠାରୁ ବବିତା 42 ବର୍ଷିଆ ସ୍ୱାମୀ ବିଜୟକୁ ବା ଗୋରାକୁ ଛାଡ଼ି 52 ବର୍ଷୀୟ କାଳିଆର ରକ୍ଷିତା ସାଜିଥିଲା। ଆଉ ଏହାପରେ ବିଜୟ ମୁଣ୍ଡ ଉପରେ ସର୍ବଦା କଳା ବାଦଲ ଘୂରି ବୁଲୁଥିଲା। ବିଜୟ ବା ଗୋରାକୁ ନିଶା ଖୁଆଇ ଆଲୋକ ଓରଫ କାଳିଆ ବବିତାର ଦେହ ସୁଖ ମେଣ୍ଟାଉଥିଲା। ଏହାରି ଭିତରେ ଅନେକ ଥର ଗୋରାକୁ ଜୀବନରୁ ମାରିଦେବାକୁ କାଳିଆ ଆଉ ବବିତା ଚେଷ୍ଟା କରୁଥିଲେ, କିନ୍ତୁ ବହୁତ ଥର ସୁଯୋଗ ମିଳିଥିଲେ, ସୁଯୋଗ ପାଇନଥିଲେ। କିନ୍ତୁ ଦୁର୍ଭାଗ୍ୟ, ଗତ 4/4/2026ରେ ମିଳିଯାଇଥିଲା ଏହି ସୁଯୋଗ। ଆଉ ଏହି ସୁଯୋଗକୁ ଦୁହେଁ ହାତଛଡ଼ା କରିନଥିଲେ। ଏବଂ ବବିତା ରଚିଥିଲେ ନାରକୀୟ କାଣ୍ଡ। କାଳିଆ ବିଜୟର ହାତ ଗୋଡ଼ ମାଡ଼ି ବସି ଧରିଥିଲା ବେଳେ ନିଜ ସ୍ତ୍ରୀ ବବିତା ବିଜୟର ବେକକୁ ଗାମୁଛା ସାହାଯ୍ୟରେ ଚିପି ହତ୍ୟା କରିଥିଲା। କିନ୍ତୁ ଭାବିଥିଲେ ଖସିଯିବେ ବୋଲି, କିନ୍ତୁ ଆଇନର ହାତ ଏତେ ଲମ୍ବା ଯେ ଦୁହେଁ ଧରା ପଡ଼ିଯାଇଥିଲେ। ବର୍ତ୍ତମାନ ଏବେ ଏହି 2 ଜଣ ଜଗତସିଂହପୁର ଆଳିପିଙ୍ଗଳ ଜେଲରେ ରହି କାଠୁଆ ଓ ଚୋରା ପ୍ରେମ କାହାଣୀ ନିଶ୍ଚୟ ବର୍ଣ୍ଣନା କରୁଥିବେ।